एकविंश अध्याय अंकना ओ माधना संवाद। चैतन्य उवाच कहे चैतन्य महाज्ञाता दाढ़ता भक्तिरस कथा शुणसु मन हेतु देहि मु जहा कहूछि बुझाई ए बड़ दुर्लभ चरित शुणिले हईब पवित्र कलिंग बलि एक देश सकल देशर नरेश नदीर नाम गोदावरी स्नान मात्र के पाप हरि से महापुण्य नदी जले जुगे अजुगे एका बेले स्नान करती जेउ नर बसंती जाई स्वर्गपुर से महापुण्य नदी तीर से राजा मंदिर सहर सेहु नगरे तार घर जाति रे अटे द्विजवर जुगे से कर्म विप्रसीना नाम जे अंकना माधना सेबेनी भाई कथा जेते कहिबा शुण एक चिते सुंदर पणे कि बासार भकत दया हृदय तार सहिष्णु पणे वसुमती पंडित पणे बृहस्पति तीर पणरे मेरु सम वीर पणरे दिति जम बुद्धि रे किबा गणेश्वर दाता पणे शिवंशर कुबेर समधनवंत सकल जीवे दया चित्त न जाने परनाश कथा नित्य शुणई विष्णु गाथा धन संचय नाही मन निरते करे दान पुण्य श्रीपुरी कांची काशी तिनी अयोध्या मथुरा बेनी बद्रीद्वारिका रामेश्वर जय भद्र नाथ पुण्यपुर ए आदि पुण्यपुर जेते अछि संसार मध्य गते बसाई सदा वर्तमान देउथाई जे अन्नदान जेते से धन तहि सार से पुरु थाई निरंतर निज द्वार रे दुखी जन किय बा भिक्षुक देखिण मन संतुषे धन देई वाक्य कहि चाटुआई जुगी सन्यासी ब्रह्मचारी साधु वैष्णव आदि करी प्रवेश हेले ता भुवने ताहांकु तुसे अन्नदाने बंधु सुदर मित्र जन नित्य से कराए भोजन एथि उतारु बेनी भ्रात करी अछंती सत्यव्रत ब्राह्मणे नित्य अष्ट जन करी न थांती बरण नित्य ए भोजनर बेले बसंती जाई एक मेले पंगत होई न बसंती तेबे से भोजन करंती 30-60 दिन रे भुंजंती एही परकारे गोटिए विप्रउणा हेले ताहा जे पूरण नहिले भुंजंती नाही बेनी भाई रहंती उपवास होई एथि उतारु चतुर्दशी किबा संक्रांति पूर्णमासी शुभ नक्षत्र आदि जेते वैष्णव लुड़ी अप्रमिते दियंती अन्न वस्त्र मान संतोष कराई भोजन अनेक विनयी कहती करिन विप्रपादे भक्ति ताहा देखिण विप्र जेते वैष्णव आदि अप्रमिते अनेक प्रशंसा करती जे जहा पूरे चली जाती एही प्रकारे बंचे दिन न जाने अन्य कथा मान हेमंते केते दिन अंते ता कीर्ति पूरिला जगते चारि दिगरे तार जस क्रमश होइला प्रकाश लुके बइले धन्य धन्य अंकना माधना जीवन तांको समान दानी पणे काहि न थिबो ए भुवने हेमंत बलिन समस्ते प्रशंसा करंती जगते
ତାହା ଜାଣିଲେ ଦେବ ସ୍ୱାମୀ ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟାମୀ। ବିଡ଼ିବା ପାଇଁ ତାର ମନ ବିଜୟ କଲେ ସେହି ସ୍ଥାନ। ଛଦ୍ମ ଯେ କଲେ ନର ହରି ବ୍ରହ୍ମଚାରୀର ରୂପ ଧରି। ବୃଦ୍ଧ ଶରୀର ରୂପ ବହି ଚାଲନ୍ତି ଧୀର ଧୀର ହୋଇ। ଶିରେ ଶୋଭିତ ପକ୍ୱ କେଶ ଶୁଭ୍ର ଚାମର ପ୍ରାୟ ଦୃଶ୍ୟ। ଅତି ପାଚିଲା ଉଷ୍ଠ ଦାଢ଼ି ହୃଦ ପଦ୍ମରେ ଅଛି ପଡ଼ି। ଭାଲେ ତିଲକ ଶୁଭାଦିଶି ଅଳପ ମନ୍ଦ ମନ୍ଦ ହସି। କର୍ଣ୍ଣେ କୁଣ୍ଡଳ ବିରାଜଇ ତେଜେ ମାରତଣ୍ଡ ଗଞ୍ଜଇ। ଯଜ୍ଞୋପବୀତ କନ୍ଧେ ଶୁଭେ ସ୍ୱରୂପେ ଜଗଜ୍ଜନ ମୋହେ। ଡୋର କୌପୀନ କଠି ମାଝେ ପୃଷ୍ଠରେ ବ୍ୟାଘ୍ର ଚର୍ମ ସାଜେ। ତ୍ରିଦଣ୍ଡ କମଣ୍ଡଳ ପାଣି ଏମନ୍ତ ବେଶେ ଚକ୍ର ପାଣି। ଅଙ୍କନା ମାଧନା ସଦନେ ପ୍ରବେଶ ହେଲେ ଶ୍ରଦ୍ଧା ମନେ। ଦଇବ ଯୁଗେ ସେଦିନର ଉତ୍ସବ ହୋଇଛି ତାପୁର। ବନ୍ଧୁ ସୁଦର ମିତ୍ର ଜନେ ଯେପରି ଚାର ଲୋକମାନେ। ଆସିଅଛନ୍ତି ଅପ୍ରମିତେ ଗଣନା ନୁହନ୍ତି ତା କେତେ। ସକଳ ଜନମାନେ ଆସି ଧର୍ମଶାଳାରେ ଛନ୍ତି ବସି। ତହିଁ ମଧ୍ୟରେ ବେନି ଭ୍ରାତ ଧରିନ ଜଳପାତ୍ର ହସ୍ତ। ଯେତେକ ବିପ୍ର ଆସୁଛନ୍ତି ସବୁରି ପାଦ ଧୋଇ ଦିଅନ୍ତି। ପାଣିରେ ପାଣି ଅବଶେଷ ଧରି କରନ୍ତି କିଛି ଗ୍ରାସ। ବିପ୍ରେ ଆସନ ଦେଇ ପୁଣି କହନ୍ତି ସୁମଧୁର ବାଣୀ। ହେମନ୍ତ ବେଳେ ଭାବଗ୍ରାହୀ ମିଳିଲେ ସେହି ସ୍ଥାନେ ଯାଇ। ସଭାଜନକୁ ଚାହିଁ ହରି ଧୀରେ ପୁଛନ୍ତି ବ୍ରହ୍ମଚାରୀ। ଅଙ୍କନା ମାଧନା ଏ ଦୁଇ ଭାଇ ଅଛନ୍ତି କେଉଁଠାଇ। ଶୁଣି ସମସ୍ତେ ଲୋକ ଭଲେ ତାହାଙ୍କୁ ଦେଖାଇ ନ ଦେଲେ। ଦେଖି ଦୁହିଁଙ୍କୁ ବ୍ରହ୍ମଚାରୀ ଅନେକ ଆଶୀର୍ବାଦ କରି। ବୋଲନ୍ତି ଧନ୍ୟରେ ତୁମ୍ଭର ଅଟନ୍ତି ଜନନୀ ପିୟର। ଧନ୍ୟ ହ ତୁମ୍ଭେ ବେନି ଭାଇ ସଂସାରେ ଅଛ ଜାତ ହୋଇ। ହଇଲା ଅପାରୁ ଅପାର ଜଗତେ କିରତି ତୁମ୍ଭର। ହେମନ୍ତ ବଲିନ ପ୍ରଶଂସି ଶୁଣିନ ବେନି ଭାଇ ହସି। ସେ ବ୍ରହ୍ମଚାରୀ ପାଦ ଧୋଇ ଉଦକ ପାଇବେନି ଭାଇ। ତ୍ୱରିତେ ବସାଇ ଆସନେ ପୁଛନ୍ତି କୋମଳ ବଚନେ। ହେ ବ୍ରହ୍ମଚାରୀ କହ ସତ କିମ୍ପା ଏ ପୁରେ ଉପଗତ। କହ ହେ ସ୍ୱରୂପ ବଚନ ଶୁଣି ସନ୍ତୋଷ ହେଉ ମନ। ତା ଶୁଣି ପ୍ରଭୁ ବ୍ରହ୍ମରାଶି ତାଙ୍କ ମୁଖକୁ ଚାହିଁ ହସି। ଆମ୍ଭେ ତ ଆଜନ୍ମ ସନ୍ନ୍ୟାସୀ ନିତ୍ୟ ହେ ଅଟୁ ପରବାସୀ। ନିଶ୍ଚଳ ନୁହୁଁ କେଉଁଠାରେ ନିରତେ ଭ୍ରମୁ ଏ ସଂସାରେ। ଯେ ଗତା ଗତ ପଥ ମୋର ମତେ ତ ନ ହୁଏ ଗୋଚର। କେବଳ ଅଛଇ କଥାଏ ଭକତି ଦେଖୁ ଯେଉଁଠାଏ। ନିର୍ଲୋଭୀ ସତ୍ୟବାଦୀ ଜନ ଅକ୍ରୋଧୀ ମଧୁର ବଚନ। ନିର୍ଭୟ ସୁଖ ମୋହ ନାହିଁ ବିଷ୍ଣୁ ଭକତି ଦେଖୁ ଯହିଁ। ଦୟାଳୁ ପରଲୋକ ପ୍ରିୟ ସତ୍ୟ ଧାର୍ମିକ ସର୍ବଂସହ। ନାମ ଭଜନ ଯେହୁ କରେ ସେବଇ ଗୁରୁ ବିପ୍ରଠାରେ। ସକଳ ମିଥ୍ୟା ବୋଲି ଜାଣେ ସେବଇ ସାଧୁଙ୍କ ଚରଣେ। ପର ଆପଣା ଏକ ମଣି ସଂସାର ବିଷ୍ଣୁ ମାୟା ଜାଣି। ହେମନ୍ତ ଲୋକ ଦେଖୁ ଯହିଁ ଭୋଜନ କରୁ ଆମ୍ଭେ ତହିଁ। ନ ପୁଛୁ ଜାତି ଗୋତ୍ର ତାର ହେଉ ଅକୁଳ ଅବ୍ୟବହାର। ତାହାତେ ଭୁଞ୍ଜିବା ପ୍ରମାଣ ସେ ମୋର ବନ୍ଧୁ ବୋଲି ଜାଣ। ନ ଦେଲ ଏ ମାଗି ନ ଭୁଞ୍ଜଇ ତହିଁ ମୋ ଅଭାବ ନ ଥାଇ। ଏହା ନ ଦେଖୁ ଯାହା ଘରେ ସେ ଯେତେ ଦ୍ରବ୍ୟ ଦେଲେ ମରେ।
ତହୁଁ ନ କରେ ମୁଁ ଭୋଜନ ସେ ମତେ କୁଟିଏ ଯୋଜନ। ଏବେ କହୁଅଛି ତତେ ତୁ ଏବେ ଶୁଣ ଶୁଦ୍ଧ ଚିତ୍ତେ। ଆମ୍ଭେ ଯେ ଅଟୁ ବ୍ରହ୍ମଚାରୀ ତହର ଅଟୁ ଉପକାରୀ। କହିଲୁ ତହର ନିକଟେ ତର ମହିମା ପୂର୍ଣ୍ଣ ଘଟେ। ଏଥକୁ ଯେ ଅଇଲୁ ଥରେ ତୁମ୍ଭ ଦୁହିଁଙ୍କୁ ଦେଖିବାରେ। ଏବେ ଯାଉଅଛୁ ଆମ୍ଭେ ଏହି ଭାବରେ ଥାଅ ତୁମ୍ଭେ। ହେମନ୍ତ ବାକ୍ୟ ଦୁହେଁ ଶୁଣି କପୁଳେ ନିବେଶିଲେ ପାଣି। ବଇଲେ ଶୁଣ ଗୋସାଇଁ ଆଜକ ମାତ୍ର ଏତେ ରହି। ଆମ୍ଭର ହେଉଛି ଉତ୍ସବ ଭୋଜନ କରି ତୁମ୍ଭେ ଯିବ। ଏତେ ସୁକୃତ ଅଛି ହୋଇ ନାନାଦି ସନ୍ନ୍ୟାସୀ ଗୋସାଇଁ। ତା ଶୁଣି ବ୍ରହ୍ମଚାରୀ କହି ଶୁଣ ହେ ତୁମ୍ଭେ ଦୁଇ ଭାଇ। ମୁଁ ଏତେ ରହିଲେ ଅବଶ୍ୟ ଦେଇ ନ ପାର ମତେ ଗ୍ରାସ। ଦଇବ ଦେବ ଅବା ଯେବେ ଅନେକ ଲୋକ ଭୁକେ ଯିବେ। ଶୁଣିବ ଇଲେ ସର୍ବେ ହେଉ ଆମ୍ଭେ ପଛକେ ଭୁକେ ଯାଉ। ତୁମ୍ଭେ ଭୋଜନ ବେଗେ କର ଦେଖିବା ତୁମ୍ଭ ଭୁଞ୍ଜିବାର। ସେବେନି ଭାଇ ନାନା ମତେ ପଡ଼ି ସନ୍ନ୍ୟାସୀ ପାଦ ଗତେ। ରଖିଲେ ଅତି ବଳ କରି ନିମନ୍ତ୍ର କରି ବ୍ରହ୍ମଚାରୀ। ଏଥି ଉତ୍ତାରୁବେନି ଭାଇ ରନ୍ଧନ କରାଇଲେ ଯାଇ। କ୍ଷୀରି ଖେଚୁଡ଼ି ଶାଳି ଅନ୍ନ ନାନାଦି ପ୍ରକାରେ ବ୍ୟଞ୍ଜନ। ଅଶେଷ ବର୍ଣ୍ଣେ ପିଠା ମାନ ଘୃତରେ କଲେ କରନ୍ଧନ। ଦଧି ଯେ ଅନେକ ପ୍ରକାର ଘୃତନ ବାତ ଦୁଧ ସର। ପଇଡ଼ ପାଣି ରସ ପଣା ସ୍ୱାଦୁରେ ଏକୁ ଏକ ଜିଣା। ଷଡ଼ର ସରେ ଦ୍ରବ୍ୟ ଯେତେ ରନ୍ଧନ କଲେ ବିଧି ମତେ। ଶତକ ଜଣେ ରାନ୍ଧୁଣିଆ ରନ୍ଧନ କଲେ ଅମାଣିଆ। ବେଳ ପ୍ରହରେ ଅଛି ହୋଇ ସମସ୍ତ ନିର୍ବାହ କରି ଥୋଇ। 10 ସହସ୍ର ମନୁଷ୍ୟଙ୍କୁ ଭୋଜନ ବାଣ୍ଟିଲେ ସବୁଙ୍କୁ। ଏତେ ଯେ ଦ୍ରବ୍ୟ ନିର୍ବାହ କରି ଡାକି ଆଣିଲେ ବ୍ରହ୍ମଚାରୀ। ଅତ୍ୟନ୍ତ ବିସ୍ତାର ମନ୍ଦିର ଯେସନେ ଚନ୍ଦ୍ରଶାଳାପୁର। ତହିଁ ବସାଇ ଦିବ୍ୟାସନେ କହନ୍ତି ବିନୟ ବଚନେ। ଅନେକ ଲୋକ ଥାନ୍ତି ବେଢ଼ି ସେବେନି ଭାଇ କର ଯୋଡ଼ି। ବୋଲନ୍ତି ଶୁଣ ହେ ଅତିଥ କର ଭୋଜନ ବିଧି ମତ। ତୁମ୍ଭ ବଚନ ଯେବେ ଶୁଣି ତା ପୁଣି ପରଶିବୁ ଆଣି। କହ ହେ ବିଳମ୍ବ ନ କରି ଶୁଣି ବୋଲନ୍ତି ବ୍ରହ୍ମଚାରୀ। ଶୁଣ ହେ ଦାତା ବେନି ଭ୍ରାତେ ସ୍ୱରୂପେ କହୁଅଛି ତତେ। ମତେ ଯେ ଅନ୍ନ ଭରି ଦିଅ ପଛେ ନିଃସତ ଅବା ନୁହଁ। ଅତିଥି ବୁଝାଇ ବସାଇ ଅଧା କରି ଯେ ନ ଉଠାଇ। ଏଥକୁ ବିଚାରି ନ କହ ଦେବା ବଇଲେ ଆଣି ଦିଅ। ନୋହିଲେ ଲେଉଟି ଯାଉଛି ଏତେ ସୂଚନା ନାହିଁ କିଛି। ସମସ୍ତ ଲୋକେ ତାହା ଶୁଣି ମନୁଷ୍ୟ ପ୍ରାୟ ତାଙ୍କୁ ମଣି। ବଇଲେ ଭୁଞ୍ଜ ହେ ଅତିଥ କିମ୍ପାଇଁ ହଇବୁନି ସତ। ଯେତେ ପାରିଲେ ଭୁଞ୍ଜ କିନା ବଳିଲେ ଆମ୍ଭେ ଭୁଞ୍ଜୁ ସିନା। ତା ଶୁଣି ବଇଲେ ସନ୍ନ୍ୟାସ ଯେତେ ରାନ୍ଧିଛ ଘେନି ଆସ। ରଖିଣ ମହର ଅଗ୍ରତେ ପକାଅ ପତ୍ର ଗୁଟି କେତେ। ସକଳ ଦ୍ରବ୍ୟ ତହିଁ ଭରି ଗୋପାଳ ମୁଦ୍ରା ବେଗେ କରି। ନୃସିଂହ ଦେବ ଚିନ୍ତି ଚିତ୍ତେ ବଢ଼ାଇ ଦେଉଥାଅ ମତେ। ଯହୁଁ ଶୁଣିଲେ ଏ ବଚନ ଆନନ୍ଦ ସମସ୍ତଙ୍କ ମନ। ସେବେନି ଭ୍ରାତ ଚଳିଗଲେ ଯେ ଅବା ରନ୍ଧନ କରିଲେ। ତହୁଁ ଅନେକ ଦ୍ରବ୍ୟ ଧରି ବୁହାଇ ବୁଝବାର କରି। ଅତିଥି ଛାମୁରେ ଥୋଇଲେ ଅନେକ ପତ୍ର ପକାଇଲେ। ସକଳ ଦ୍ରବ୍ୟ ତହିଁ ଭରି ଅନ୍ନ ବ୍ୟଞ୍ଜନ ଆଦି କରି। ନାନାଦି ପିଠା ମାନ ଯେତେ
ଯେ କ୍ଷୀରି ଖେଚୁଡ଼ି ସହିତେ ସକଳ ସାମଗ୍ରୀ ପରସି ଅନେକ ଲୋକ ବେଢ଼ି ବସି ତୁଣ୍ଡେ ନୃସିଂହ ନାମ ଧରି ବଳିଲେ ମୁଦା ମୁଦା କରି ତାହାକୁ ଦେଖିନ ସନ୍ନ୍ୟାସୀ ସନ୍ତୋଷେ ପୁଣ୍ୟାସନେ ବସି ନୃସିଂହ ନାମ ଗୋଟି ଧରି ବସିଲେ ଊର୍ଦ୍ଧ୍ୱମୁଖ କରି ଶିକରେ ମୁଦ୍ରାମାନ କରି ମୁଖ ବିସ୍ତାରି ଦିଅନ୍ତି ଭରି ମୁଦ୍ରାକୁ ମୁଦ୍ରା ଧରି କରେ ଡିଆଇଁ ଦିଅନ୍ତି ତୁଣ୍ଡରେ ଯେତେକ ସମ୍ପାଦି ନଥିଲେ ଦଣ୍ଡକ ମାତ୍ରେ ଭୁଞ୍ଜି ଦେଲେ ବଇଲେ ଆଉ ଘେନି ଆସ କ୍ଷଣେ ହେ ନ କରି ଅଳସ ଶୁଣି ଅନେକ ଲୋକ ଯାଇ ଆଣନ୍ତି ରୁଷ ଘରୁ ବହି ପତ୍ରରେ ଦିଅନ୍ତି କୁଢ଼ାଇ ମୁଦା ବଳନ୍ତି ଲୋକେ ଯାଇ ସେ ମାୟା ଜ୍ୟୋତି ସବୁ ଧରି ମୁଖରେ ଦେଉଥାନ୍ତି ଭରି ଯେସନେ ଗୋବର୍ଦ୍ଧନ ଗିରି ପୂଜାରେ ଭୁଞ୍ଜିଲେ ଶ୍ରୀହରି ଅନେକ ଘୃତ ଯେବେ ପଶି ସେ ଯେହ୍ନେ ହୁଏ ବ୍ରହ୍ମରାଶି ଅଶେଷ ନଦୀ ଜଳମାନ ଯେହ୍ନେ ସାଗରେ ହୁଏ ଲୀନ ସେହି ପ୍ରକାରେ ବ୍ରହ୍ମଚାରୀ ଦିଅନ୍ତି ବିଶ୍ୱଗର୍ଭେ ଭରି ବୋଲନ୍ତି ଘେନି ଆସ ଆଉ ଦେବା କଥାରେ ହେଳା ନୁହୁଁ ক্ষୁଧାରେ ଜଳୁଛି ଉଦର ବହୁତ ଲୋକେ ମୁଦା କର ତାହା ଶୁଣି ନବେନି ଭାଇ ଅନେକ ଡଗର ପେଶାଇ ରାନ୍ଧିବା ଲୋକେ ରାନ୍ଧୁଛନ୍ତି ବହିବା ଲୋକେ ବହୁଛନ୍ତି କୁଢ଼ାନ୍ତି ଏକ ଢାବେ ନେଇ ସହସ୍ରେ ଲୋକ ବସିଥାଇ ଦିଅନ୍ତି ମୁଖେ ମୁଦା ବଳି ବସି ଭୁଞ୍ଜନ୍ତି ମହାବଳି ଏମନ୍ତ 10 ଗଡ଼ି ଯାଏ ସବୁ ଭୁଞ୍ଜିଲେ ଦେବରାଏ ଯେତେ ପଦାର୍ଥ ଥିଲେ କରି ସବୁ ଭୁଞ୍ଜିଲେ ବେଗ କରି 10 ସହସ୍ର ଲୋକ ଗ୍ରାସ ସବୁ ସାରିଲେ ସେ ସନ୍ନ୍ୟାସ ବଇଲେ ଆଉ ଆଣ କିନା ଆଣହ କଙ୍କନା ମାଧନା ତାହା ଶୁଣି ନବେନି ଭାଇ ସନ୍ନ୍ୟାସୀ ପାଦ ତଳେ ଶୋଇ ବଇଲେ ଦଣ୍ଡେ ମଠ ହେଉ ରନ୍ଧନ ହେଉଅଛି ଆଉ ମଛାର କେତେକ ମାତର ତୁମ୍ଭକୁ ଦେବାକୁ ଆହାର ମତ ଗର୍ବରେ ଦେବି ବୋଲି ଏବେ ମୁଁ ଅପରାଧୀ କଲି ଏଥିର ଦୋଷ କ୍ଷମା କରି ଦଣ୍ଡେକ ବସ ବ୍ରହ୍ମଚାରୀ ଆଉ ଯା ଦେଉଛନ୍ତି ହରି ଛାମୁରେ ଦେବି ଆଣି କରି ପୁରୁ ନ ପୁରୁତ ଉଦର ମୋର ଅପରାଧ କ୍ଷମା କର ଏମନ୍ତ ବାକ୍ୟ ତାର ଶୁଣି ହସି ବୋଲନ୍ତି ଚକ୍ରପାଣି ଏବେ ମୁଁ ହଇଲି ସନ୍ତୋଷ ଦିଅ ତୁ ବିପ୍ରଜନେ ଗ୍ରାସ ଏମନ୍ତ ବୋଲି ଉଠିଗଲେ ସେବେନି ଭ୍ରାତ ଗୁଡ଼ାଇଲେ ଅନେକ ବିପ୍ର ତାଙ୍କ ପାଖେ ଗୁଡ଼ାଇ ଅଛନ୍ତି ପ୍ରତ୍ୟକ୍ଷେ ଅଦ୍ଭୁତେ କାହୁଁ ଏ ଅଇଲେ ଅଶ୍ରୁତ ଅଗୁଚର କଲେ ଏମନ୍ତ ବୋଲି ଯେଝା ମତେ ଗୁଡ଼ାଇ ଅଛନ୍ତି ସମସ୍ତେ ପ୍ରବେଶ ଗୋଦାବରୀ କୂଳେ ପ୍ରଭୁ ପଶିଲେ ଯାଇ ଜଳେ ଉଚ୍ଚିଷ୍ଟ ମୁଖ ଜଳେ ଧୋଇ ଜଳ ପିଇଲେ ମୁଖ ଦେଇ ଅନେକ ଶୁଖିଗଲା ବାରି ଘୁଞ୍ଚି ନ ଗଲା ଗୋଦାବରୀ ତାହା ଦେଖି ନବେନି ଭାଇ ରହିଲେ ସ୍ତମ୍ଭୀଭୂତ ହୋଇ ବଦନୁ ନସ୍ଫୁରେ ବଚନ ଦେଖି ବଇଲେ ଭଗବାନ ତୁମ୍ଭେ ଯେ ଯାଅ ବେନି ଭାଇ ଆମ୍ଭ ବଚନ ଶିରେ ଦେଇ ଆଉ ଅଳପ ଦିନେ ପୁଣ ଲଭିବ ପରମ କାରଣ ଏ ପିଣ୍ଡ ଛାଡ଼ିବେନି ଭାଇ ବସିବ ସ୍ୱର୍ଗ ଲୋକେ ଯାଇ ଏଥେ ସଂଶୟ ନାହିଁ କିଛି ଆଜ ମୁଁ ଅନ୍ତର ହେଉଛି ମୋହିଟି ପ୍ରଭୁ ନାରାୟଣ ଦେଖ ମୋ ଶଙ୍ଖ ଚକ୍ର ଚିହ୍ନ ହେମନ୍ତ ବୋଲି ବ୍ରହ୍ମରାଶି ଅନ୍ତର ହେଲେ ଜଳେ ପଶି ଶ୍ରୀଭୁଜ ଦୁଇ ତୁଳି ଦେଲେ ସେ ଶଙ୍ଖ ଚକ୍ର ଦେଖାଇଲେ ତାହା ଦେଖିଲେ ବେନି ଭାଇ ଆନ କାହାକୁ ଦୃଶ୍ୟ ନୁହିଁ
ସେବେନି ଭାଇଙ୍କର ଭାବ ସତ ଜନମେକେ ପାଇବ। ସଙ୍ଗତେ ଘେନି ବିପ୍ର ଯେତେ ଲେଉଟି ଗଲେ ସେ ସମସ୍ତେ। ମନ୍ଦିରେ ହଇଲେ ପ୍ରବେଶ ସବୁଙ୍କୁ ଦେଲେ ଅନ୍ନଗ୍ରାସ। ଅନେକ ଧନ ବସ୍ତ୍ର ଦେଲେ ମେଲାଣି କଲେ ତାଙ୍କୁ ଭଲେ। ଆନନ୍ଦେ ଶୁଣ ହେ ସୁମନ ପ୍ରଭୁଙ୍କ ମହିମା ଏସନ। ଏକଳି ଯୁଗେ ଭକ୍ତଙ୍କର ମହିମା ଅପାରୁ ଅପାର। ସାଧୁ ଜନଙ୍କୁ ଦୃଶ୍ୟ ହୋଇ ମୂର୍ଖ ଜନଙ୍କୁ ପ୍ରତ୍ୟେ ନାହିଁ। ଏମନ୍ତ ଚୈତନ୍ୟ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। କହଇ ବିପ୍ର ରାମ ଦାସ ସେ ନାରାୟଣ ପାଦେ ଆସ। ସୁଜନେ ଏହି ରସେ ରସ ମହର ନଗେନିବ ଦୋଷ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ। ଅଙ୍କନା ଓ ମାଧନା ଅନ୍ନଦାନ କଥା ବର୍ଣ୍ଣନେ। ନାମ ଏକବିଂଶ ଅଧ୍ୟାୟ।